यही सब कथा जे आम राम को पूजा कर ये हूँ राम संबंधी गोटे उपाख्या कथाटे सृष्टि नहले तार तत्व बाहरी पार तेणु आम पूर्वाचार्य मैंने विभिन्न प्रकार कथा सृष्टि कर मन करा दशरथ तीनोटी राणी चारोटी पुओ आउ गोटे झी ना शांता एतिके हमें बुझीबू से आम प्रकृत रामायण को बुझीपार जदि एतिके आम बुझीनु आम रामायण पढ़ी पढ़ी करी 7 दिन 9 दिन रामायण पढ़ू कि जी पचार से कथार किसी आम कहीपर आम केवल कहू से अशोक कानन रे सीता थिले एमती सब केत कथा कह दशरथ कहले आम मानकर प्रत्येक जीवन होची दशरथ 10टी इंद्रिय मानक द्वारा आम शरीर बा जीवनटी परिचालित होची तेणु यही होचंती राजा दशरथ एहांकर तीनोटी राणी से तीनोटी राणी किए बाह्य मतरे से 3 जन राणी की विवाह होते किंतु तत्व मतरे प्रत्येक जीवनर प्रत्येक जीवन रूपक दशरथंकर तीनोटी राणी आम समस्त भितरे जीवन होउचंती दशरथ राणी किंतु अच्छी तीनोटी राणी किए राणी होउचंती आम भितर जो तीनोटी गुण आम भितर अच्छी जो तीनोटी गुण को नहीं आमे एठी बैठू एठू काम सैला पर घर को जीवू घरे खाई पीक शोई सारा पर पुणी आमे काली की कौन काम करिया को जीवू यही होउची तीनोटी राणी जीवन थरे जन्म निये ये होउची प्रथम राणी जन्म मात्र के से कर्म करे सी होउची द्वितीय राणी कर्म परे ये दुनिया को से छाड़ी करी ता लीला को शेष करी से पुणी बाहुड़ी जाए जहाँ को आपण माने कहउचंती मृत्यु यही होउचंती जन्म कर्म मृत्यु जगत थरे उत्पत्ति होइथिला केते हजार वर्ष पूर्वे आज जगत चली पुणी गोटे समय आसीबो जगतर प्रलय मध्य हब बेले बेले आशंका मध्य होउची काले विश्वयुद्ध हो जीव कि काले जगत प्रलय हो कि ये जो उत्पत्ति स्थिति प्रलय ये होउचंती प्रत्येक जीवनर जगत जगतर तीनोटी राणी एहांकर 4टी पुओ ये 4टी पुओं का नाम कौन राम लक्ष्मण भरत शत्रुघ्न
ରାମ ଜୀବନ ମନ୍ଦିରରେ ରାମ କିଏ? ଆପଣମାନେ ଏଠି ବସିଛନ୍ତି କ'ଣ ପାଇଁ ବସିଛନ୍ତି? ଗୋଟେ ଆନନ୍ଦ ପାଇଁ ବସିଛନ୍ତି। ଇଏ ହେଉଛନ୍ତି ରାମ, ଆନନ୍ଦ ହିଁ ରାମ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯଦି ପଚରାଯାଏ ତମ ଜୀବନର ଲକ୍ଷ୍ୟ କ'ଣ? କୋଠା କରିବା, ଗାଡ଼ି କରିବା, ପୋଷାକ ପିନ୍ଧିବା, ଭଲ ଖାଇବା କି ବୁଲିବା, ଏଗୁଡ଼ାକ ଅନିତ୍ୟ ଆନନ୍ଦ। ଇଏ ଆଜି ଅଛି, କାଲିକି ନଥିବ। କିନ୍ତୁ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ହେଉଛି ନିଜେ ଶାନ୍ତିରେ ବଞ୍ଚ, ଅନ୍ୟକୁ ବି ଶାନ୍ତିରେ ବଞ୍ଚିବାକୁ ଦିଅ। ବର୍ତ୍ତମାନ ସମାଜରେ ସେଇ କଥାଟା ଭାରି ଅଭାବ ହୋଇଛି। ନିଜେ ଶାନ୍ତିରେ ବଞ୍ଚିବା ପାଇଁ ଆମେ ଯେତିକି ସଂଗ୍ରାମ କରି ଶିଖିଛୁ, ଅନ୍ୟକୁ ଶାନ୍ତିରେ ବଞ୍ଚିବା ପାଇଁ ଆମେ ସେତିକି ସହଯୋଗ କରୁନାହୁଁ। ଜଣେ ଘର ଭିତରେ ଶୋଇଛି, ସେ ଆତଙ୍କିତ ଭାବରେ ଶୋଇଛି। ଘର ଭିତରେ ଶୋଇଥିଲେ ବି, କବାଟ ଦେଇଥିଲେ ବି, କୋଲପ ପକେଇଥିଲେ ବି, କିନ୍ତୁ ଏମିତି ବ୍ୟକ୍ତି ଅଛନ୍ତି ଘରକୁ ଭାଙ୍ଗି, କୋଲପକୁ ଭାଙ୍ଗି ତମକୁ ମଧ୍ୟ ସେ ମର୍ଡର କରିଦେବେ ବା ତମକୁ ସେ ନେଇ। ତେଣୁ ରାମ କହିଲେ ଆନନ୍ଦ। ଆଜି ପୃଥିବୀରେ ଆନନ୍ଦ ଦରକାର ହେଉଛି, ଶାନ୍ତି। ଦେଶରେ ଶାନ୍ତିର ଆବଶ୍ୟକ। ଲକ୍ଷ୍ମଣ କହିଲେ କିଏ? ଲକ୍ଷ୍ମଣ ହେଉଛନ୍ତି ଗୋଟେ ସୁନ୍ଦର ଚରିତ୍ରର ମଣିଷ। ସୁନ୍ଦର ଚରିତ୍ର ବା ସୁନ୍ଦର ସ୍ୱଭାବର ମଣିଷ। ଆଜି ଗୋଟିଏ ପରିବାରକୁ ଦେଖନ୍ତୁ, ସମସ୍ତେ ଏଇଟାକୁ ଜାଣିଛନ୍ତି, କିନ୍ତୁ ଚରିତ୍ର ସମସ୍ତଙ୍କର ଠିକ୍ ନାହିଁ। କାହା ସହିତ କାହାର ଗୋଟେ ଠିକ୍ ବୁଝାମଣା ଇଏ ମଧ୍ୟ ରହୁନି। ତେଣୁ ଲକ୍ଷ୍ମଣଙ୍କୁ ପୂଜା କଲେ କ'ଣ ହେବ? ଲକ୍ଷ୍ମଣ ତ ଆମ ଘର ଭିତରୁ ପଳେଇଗଲେ, ଆମ ଜୀବନ ଭିତରୁ ଲକ୍ଷ୍ମଣ ପଳେଇଲେଣି। ଆମେ ଗୋଟେ ମନ୍ଦିରରେ ରାମଙ୍କ ପାଖରେ ଲକ୍ଷ୍ମଣକୁ ରଖି ପୂଜା କରୁଛୁ। ଆମର ଓଡ଼ିଆର ଗୋଟେ ସଙ୍ଗୀତରେ କୁହାଯାଇଛି, ଥିଲେ ଥାଉ ପଛେ ଧନ ପାର, ଚରିତ୍ର ନଥି ସବୁ। ଥିଲେ ଥାଉ ପଛେ ଧନ ଚରିତ୍ର ନଥି ସବୁ। ଆଉ ଗୋଟିଏ ପଦରେ କୁହାଯାଇଛି, ବିଶାଳ ଧନ ସମ୍ପତ୍ତି ରସଗୁଣ ଅସାର ଚରିତ୍ର। ବିଶାଳ ଧନ ରସଗୁଣ ତମ ପାଖରେ ବହୁତ ଧନ ଅଛି, ବହୁତ ସୁନା ଅଛି, ବହୁତ କିଛି ଅଛି। ଯଦି ତମର ଚରିତ୍ର ନାହିଁ, ମଧୁର ବଚନ ନାହିଁ, ଭାଗବତରେ କହିଲେ
ମଧୁର ବିନୟ ବଚନ କହିବ ଶିବ ପ୍ରାଣୀ ମନ। ମଧୁର ବିନୟ ବଚନ କହିବ ଶିବ ପ୍ରାଣୀ ମନ। ତାପରେ କହିଲେ ବଚନ ମଧ୍ୟରେ ସତ୍ୟ ବାଣୀ ବଚନ ମଧ୍ୟରେ ସତ୍ୟ ବାଣୀ ଯିଏ ସତ୍ୟ କୁହେ ଆବଶ୍ୟକ ନଥିଲେ ମିଛ କୁହେନି। ମିଛ କହି ହବ କିନ୍ତୁ ଆବଶ୍ୟକ ସ୍ଥଳେ କୁହ। ଯଦି ଗୋଟେ ଜୀବନ ମିଛୁଆ ହୁଏ ତାହେଲେ ଜୀବନର ମୂଲ୍ୟ କ'ଣ? ଏଇ ହେଉଛନ୍ତି ଲକ୍ଷ୍ମଣ। ଆପଣମାନେ ପିଲାଦିନେ ଗୋଟେ ଗପ ବହିରୁ ଗୋଟେ ଛୋଟ ଗପ ଆପଣମାନେ ପଢ଼ିଥିବେ। କିଏ କିଏ ପଢ଼ିଥିବେ? କାଠୁରିଆ ବୁଢ଼ୀଟିଏ ଜଙ୍ଗଲରୁ କାଠ ହାଣି ସେ ତାର ଜୀବିକା ନିର୍ବାହ କରେ। ଖରା ଦିନ ପାଣି ନିକଟରେ ନାହିଁ, କାଠ କାଟି ଦେଇଛି, ତାକୁ ମୁଣ୍ଡେଇକିରି ନେଲା ବେଳକୁ ତାକୁ ଟିକେ କଷ୍ଟ ହେଇଛି। ସେତେବେଳେ ସବୁ କାଠ ହାଣୁଥିଲେ, ଏବେ ତ ସବୁ ଜଙ୍ଗଲ ହାଣୁଛନ୍ତି, ଜଙ୍ଗଲରେ ନିଆଁ ଲାଗୁଛି। ସେତେବେଳେ ଅତି ଆବଶ୍ୟକ ସ୍ଥଳେ କାଠ ହିଁ କାଟୁଥିଲେ। ସେଥିପାଇଁ ଆମ ଜଗନ୍ନାଥଙ୍କର ଦେହଟି ନିମ୍ବ କାଠରେ ତିଆରି ହେଇଛି। ସେଥିପାଇଁ ଜଗନ୍ନାଥଙ୍କ ମନ୍ଦିରରେ କଳ୍ପବଟ ନାମରେ ଗୋଟିଏ ବରଗଛ ବି ଅଛି। ଗୀତାରେ ମଧ୍ୟ କୁହାଗଲା ଅଶ୍ୱସ୍ଥ ବୃକ୍ଷ ହେଉଛନ୍ତି ମାନେ ଭଗବାନଙ୍କର ରୂପ, ଯାହାକୁ ଆପଣମାନେ ଓସ୍ତ ଗଛ ବୋଲି କହୁଛନ୍ତି। ସେ 7 ଦିନ ଭିତରେ, ସପ୍ତାହକ 7 ଦିନ ଭିତରେ 6 ଦିନ ସେ ଅମ୍ଳଜାନ ଦିଏ, ଗୋଟିଏ ଦିନ ଅଙ୍ଗାରକାମ୍ଳ। ତେଣୁ ଆମେ ଗଛର ମୂଲ୍ୟ ଆଜି ବୁଝିଲୁ, ଜଙ୍ଗଲର ମୂଲ୍ୟ ବୁଝିଲୁ। ଏଇ ଯେଉଁ ଭୁବନେଶ୍ୱର ମୁଁ ଦେଖିଛି 71 ମସିହାରେ ସନ୍ଦକା ଜଙ୍ଗଲରେ ମୁଁ କିଛି ସମୟ ହଉ କିଛି ଦିନ ହଉ ମୁଁ ବୁଲିଛି। ରାତିରେ ହାତୀ ପଲ ଦେଖିଛି, ବାଘ ଗର୍ଜନ ଶୁଣିଛି, ଇତସ୍ତତ ହେଇନି। ତେବେ ଯାହା ହଉ, ସେଇ ଯେଉଁ ଜଙ୍ଗଲକୁ ଆମେ ଦେଖିଥିଲୁ ଆଜି ସେ ଜଙ୍ଗଲ କାହିଁ? ଆମର କବି ଲେଖିଥିଲେ, ଦିନେ ଖଣ୍ଡଗିରି ତଳେ ଥିଲା ନିରୋଳା ଜଙ୍ଗଲ, ଆଜି ବିଚିତ୍ର ଭୂପ ବାହାରେ। ଖଣ୍ଡଗିରି ତଳେ ନିରୋଳା ଆଜି 20 ମହଲା 30 ମହଲା ଏମିତିଆ ସବୁ କୋଠା ସବୁ ଗଢ଼ା ହେଇଛି। ମୁଁ ତାକୁ ଦେଖିକରି ଆଶ୍ଚର୍ଯ୍ୟ ଲାଗେ। ତ ମଣିଷର ଶାନ୍ତି କ'ଣ ଏଇ ଆପାର୍ଟମେଣ୍ଟ ଭିତରେ ଅଛି? ଏଇ 20 ମହଲା 30 ମହଲା କିଏ 15 ମହଲା ଆମେ ଲୋକଙ୍କୁ ବୁଝେଇ ଦେଉଛୁ ମୁଁ ସେ ଅମୁକ ଆପାର୍ଟମେଣ୍ଟରେ ଅଛି।
ଏତେ ମାହାଲାରେ ମୁଁ ଅଛି। ମୁଁ ବେଳେ ବେଳେ ଭାବେ ଏଇଟା ମାହାଲା ନା ସେଟା ଜେଲଖାନା। ଏ ଯେତେ ମାହାଲା ସବୁ ତୈରି ହେଇଛି ଇଏ ଗୋଟେ ଗୋଟେ ଜେଲଖାନା। ତେଣୁ ସଜ୍ଜନ ଏଗୁଡ଼ିକ ପ୍ରକୃତରେ କିଛି ନୁହେଁ। ଆପଣମାନେ ତ ଶିକ୍ଷିତ ବାବୁମାନେ ଏଠି ବସିଛନ୍ତି, ଇଏ ପୁଣି ଭୁବନେଶ୍ୱର। ଆପଣମାନେ ଏଇ ଯେଉଁ ରୁଷିଆ ୟୁକ୍ରେନର ଯୁଦ୍ଧ ହେଲା ବା ଇସ୍ରାଏଲ ଆଉ ପାଲେଷ୍ଟାଇନ ଭିତରେ ଯେଉଁ ଯୁଦ୍ଧ ହେଲା, ଏମିତିକା ଆପାର୍ଟମେଣ୍ଟ କେତେ ମାନେ ଟିଭି ପରଦାରେ ଆମେ ଦେଖୁଥିଲୁ, କେତେ ଭାଙ୍ଗିକିରି ଟଳି ପଡ଼ିଲା। ତାକୁ କ'ଣ ବାଉଁଶ ଢିଅ ଲଗେଇକି ରଖିଲେ? ଆଜି ଗାଜା ସହର ନିଶ୍ଚିହ୍ନ ହେଇଯାଇଛି। ୟୁକ୍ରେନର ସୌନ୍ଦର୍ଯ୍ୟ ଆଜି ନଷ୍ଟ ହେଇଯାଇଛି। ରଷିଆର ଅନେକ ସୈନ୍ୟ ସାମନ୍ତମାନେ ମୃତ୍ୟୁବରଣ କରିଛନ୍ତି। ଏତେ ଲୋକ ମରିଛନ୍ତି ଯେ ରଷିଆ ବର୍ତ୍ତମାନ ଆହ୍ୱାନ ଦେଉଛନ୍ତି ଅନେକ ସନ୍ତାନ ସୃଷ୍ଟି କର। ତାହେଲେ ଏଇ କ'ଣ ଆମ ଜୀବନର ସବୁ ଆନନ୍ଦ ନା ଚରିତ୍ର? ଯେତେବେଳେ ଭଗବାନ ରାମ ଯେତେବେଳେ ଜଙ୍ଗଲକୁ ଗଲେ, ଗୋଟେ ଜଙ୍ଗଲ ପାଇଲା। ସେ ଜଙ୍ଗଲରେ ଗୋଟିଏ ଇଏ ଥିଲେ, ଗୋଟେ ଶବର। ସେ ରାମଙ୍କୁ କହିଲା, ଆପଣ ତ ପିତୃ ସତ୍ୟ ପାଳି ଜଙ୍ଗଲକୁ ଆସିଛନ୍ତି, ଆଉ ସାଙ୍ଗରେ ସୀତାଙ୍କୁ କାହିଁ ଆଣିଛନ୍ତି? ତାର ଉତ୍ତର ଦେଲେ ଯେ ସେଟା ସୀତାଙ୍କୁ ପଚାରିଲେ ସେ କହିବେ, ମୁଁ ତାଙ୍କୁ ଡାକିନି ଆସ ବୋଲି। ସେ ତାଙ୍କ ମନକୁ ମନ ଆଇଲେ। ପଚାରିଲେ, ମା ଆପଣ କାହିଁକି ଆସିଲେ? ପ୍ରଭୁ ସିନା ତାଙ୍କର ପିତୃ ସତ୍ୟ ପାଳନ କରିବା ପାଇଁ ଜଙ୍ଗଲକୁ ଆସିଥିଲେ, ଆପଣ କାହିଁ ଆସିଲେ? ସେ କହିଲେ, ମାର କୋଳ ହେଉଛି ସନ୍ତାନର ଗୃହ, ମାତୃ କୋଳ ଅଟେ ସନ୍ତାନର ଗୃହ। ମାତୃ ଆଶୀର୍ବାଦେ ଲଭେ ସବୁ। ମୁଁ ଜନକ ନନ୍ଦିନୀ ଦଶରଥଙ୍କର ବୋହୂ, କିନ୍ତୁ ମୁଁ ମା କୋଳରେ ଶୋଇବା ମୁଁ ଅନେକ ଦିନ ହେଲା ଭୁଲି ଯାଇଛି। ଆଜି ମୋତେ ସୁଯୋଗ ମିଳିଛି, ମୁଁ ମୋର ସ୍ୱାମୀ, ଦେବର, ଦିଅର ବୋଲି ଯାହାକୁ କହୁଛନ୍ତି, ଏଇମାନଙ୍କ ସାଙ୍ଗରେ ମୁଁ 14 ବର୍ଷ ମାଟି ଉପରେ ଶୋଇବି। ତାମାନେ ମାର କୋଳରେ ଶୋଇବି। ଇଏ ଗୁହ୍ୟକ ଶବର ଆଉ କିଛି କହିପାରିଲାନି। କଥା ଯାଇକିରି ଏଠି ଆଉ ଇଏ କ'ଣ ଆମେ କ'ଣ କହୁ? ତାପରେ ଗୁହ୍ୟକ କହିଲେ, ମା ଆପଣ ତ ଆସିଲେ, ଆପଣଙ୍କ ଘରେ ଅନ୍ୟମାନେ ଅଛନ୍ତି, ଶାଶୁ ଶ୍ୱଶୁର, ଅନ୍ୟ ଦିଅର ଏସବୁ ଅଛନ୍ତି, ତାଙ୍କ କଥା କିଏ ବୁଝିବ? ସୀତା ସ୍ପଷ୍ଟ ଭାବରେ କହିଲେ, ଯେଉଁମାନେ ଅଛନ୍ତି ସେମାନେ ମୋରି ଭଉଣୀ, ସେମାନେ ସମସ୍ତେ ଜନକ ନନ୍ଦିନୀ। ମୁଁ ଯଦି ଆସିଲି ସେମାନେ ସେବା କରିବେ। ଆପଣ କାହିଁକି ଆଇଲେ? ନା, ମୋର ସ୍ୱାମୀ ଆଉ ମୋର ଦେବର ଲକ୍ଷ୍ମଣ ଇଏ ଜଙ୍ଗଲରେ ବୁଲିବେ,
କଣ୍ଟା ମାରିବେ, କଞ୍ଚା ଫଳମୂଳ ଖାଇବେ। ତେଣୁ ମୁଁ ସେଇ କଞ୍ଚା ପାକଲା ଫଳମୂଳକୁ ଟିକେ ପାଣିରେ ଧୋଇଦେବି। ତାଙ୍କ ଗୋଡ଼ରେ ଟିକେ କଣ୍ଟା ବସିଲେ ସେ କଣ୍ଟାକୁ କାଢ଼ିଦେବି। ବିଛଣା ଟିକେ ପାରିଦେଲେ ପତର ବିଛଣା, ସେ ଟିକେ ଶାନ୍ତିରେ ଶୋଇବେ। ଶୋଇଲା ବେଳେ ମୁଁ ଟିକେ ତାଙ୍କର ପାଦ ସେବା କରିବି। ଇଏ କଥାଟା କେମିତି ମୁଁ ଛାଡ଼ିକିରି ମୁଁ ଅଯୋଧ୍ୟାରେ ରହିଥାନ୍ତି। ତେଣୁ ଗୁହ୍ୟକ ସେଇ କଥାରେ ସେ ନୀରବ ରହିଲେ। ଲକ୍ଷ୍ମଣ ଭଗବାନଙ୍କୁ ପଚାରିଲେ ଯେ ଆପଣଙ୍କ ବଡ଼ ଭାଇ ସତ୍ୟ କରିଥିଲେ, ଆପଣ ତ ସତ୍ୟ କରିନଥିଲେ, ଆପଣ କାହିଁ ଆସିଲେ? ସିଏ କହିଲେ ଭାଇ ଭାଉଜ ଜଙ୍ଗଲରେ ବୁଲିବେ, ମୁଁ କେମିତି ସ୍ଥିର ମନରେ ଖାଇ ପିଇକିରି ମୋ ପ୍ରାସାଦ ଭିତରେ ଶୋଇଥାନ୍ତି? ମୁଁ ଆସିଛି ସେମାନଙ୍କୁ ସୁରକ୍ଷା ଦେବା ପାଇଁ। ଜଙ୍ଗଲରେ ଅସାମାଜିକ ଲୋକମାନଙ୍କର ବହୁତ ହାଡ଼ା, ମୁଁ ସେମାନଙ୍କୁ ଜଗିବା ପାଇଁ ଆଇଛି। ସିଏ ବିଶ୍ରାମ ନେବେ, ମୁଁ ତାଙ୍କ କୁଟିଆ ମୁହଁରେ ଜଗିକିରି ବସିବି। ତେଣୁ ଇଏ ହେଉଛି ପବିତ୍ର ରାମାୟଣ। ଏଇ ଛୋଟିଆ କଥାଟିରେ ଆପଣ କେତୋଟି କଥା ଜାଣିଲେ। ବାପାଙ୍କର ସତ୍ୟପାଳି ରାମ ଜଙ୍ଗଲକୁ ଆସିଲେ। ହଁ, ଗୋଟେ ଆଜି ବି ସେଇ ପୁଅମାନେ ଅଛନ୍ତି, ଏଟା 25% ଅଛନ୍ତି। 75% ଆମେ ଯୁଆଡ଼େ, ଆମ ଫ୍ୟାମିଲି ସିଆଡ଼େ, ଆଉ ବାପ ମା ସେ ତାଙ୍କର ଅଛନ୍ତି। ଆଉ ଏବେ କାଲି ପରଦିନ ମୁଁ କାହାକୁ ଏଇଠି କେଉଁଠି କଥା ହେଉଥିଲି, ତମ ଘର ତମ ପୁଅ ବୋଉ କେଉଁଠି ନା କାନାଡ଼ା। କାନାଡ଼ାରେ ତାଙ୍କ ପୁଅ ବୋଉ, ଆଉ ଏଠି କିଏ ଅଛନ୍ତି? ନା ଏଠି ଆମେ 2 ଜଣ ଅଛୁ। ତମେ 2 ଜଣ କେମିତି କ'ଣ ଚଳୁଛ? ଆଉ କେମିତି କ'ଣ ସେ ଏମିତି ପରିବା କାଟିଦେଲେ, ମୁଁ ଟିକେ ଚାଉଳ ପଶାଇଦିଏ, ଏମିତି କରି ସମୟ କଟାଇ ଦେଉଛି। ମୁଁ କହିଲି ଇଏ କାଳେ ଧର୍ମ ଦେଶ, ସାଧୁ ସନ୍ଥର ଦେଶ। ଏଠି ତ ବାପ ପୁଅକୁ ଚିହ୍ନି ପାରୁନି, କି ପୁଅ ବାପକୁ ଚିହ୍ନି ପାରୁନି, ସ୍ୱାମୀ ସ୍ତ୍ରୀକି ଚିହ୍ନି ପାରୁନି, ସ୍ତ୍ରୀ ବି ସ୍ୱାମୀକି ଚିହ୍ନି ପାରୁନି। ମୁଁ ଯେତିକି ଜାଣିଛି କ'ଣ, ମୁଁ ଦେଖିଛି ଆଉ ଜାଣିଛି କ'ଣ। ଏ ତ କେହି କାହାକୁ ଚିହ୍ନିବାକୁ ନାହାନ୍ତି। ସିଏ ପୁଣି ଆମକୁ କେମିତି ଚିହ୍ନିବେ? ଇଏ ବଳିଆଟା କିଏ, ତା ଘର କେଉଁଠି, ସେ କାହିଁକି ଆଇଛି, ଆମକୁ କେମିତି ଚିହ୍ନିବେ? ଯିଏ ବାପ ମାଙ୍କୁ ନ ଚିହ୍ନିଲେ, ଯିଏ ଘର ନ ଚିହ୍ନିଲେ, ଯିଏ ମାନେ ମୋଟାମୋଟି ଆତ୍ମୀୟ ସ୍ୱଜନମାନଙ୍କୁ ନ ଚିହ୍ନି ସିଏ ଗୁରୁ ଗ୍ରହଣ କରିବେ, ଗୋବିନ୍ଦଙ୍କ ପୂଜା କରିବେ, ସେ କେମିତି କ'ଣ ଆମକୁ ଚିହ୍ନିବେ? ବିଶ୍ୱାମିତ୍ରଙ୍କୁ ଚିହ୍ନିଥିଲେ ରାମ, ଚିହ୍ନିଥିଲେ ଦଶରଥ। ତେଣୁ ଏ ତ ଅତି ଲମ୍ବାଳିଆ କଥା ପୁଣି ହେଇଯିବ। ରାମ ଲକ୍ଷ୍ମଣଙ୍କ ପରେ ଆଉ ଗୋଟିଏ ଭାଇ ଥିଲେ, ତାଙ୍କ ନାଁ ଭରତ। ଭରତ କହିଲେ ଭକ୍ତିର ପ୍ରତୀକ। ଯେଉଁ ପରିବାରରେ ଭକ୍ତି ନାହିଁ ସେଠି କିଛି ନାହିଁ। ହଁ, ବଡ଼ ବଡ଼ ଗଡରେଜ ଅଛି, ଫ୍ରିଜ ଅଛି, ଏସି ଅଛି, ସବୁ କିଛି ଅଛି, କିନ୍ତୁ ଭକ୍ତି ନାହିଁ। ଭକ୍ତି କହିଲେ ସେବା। ଭକ୍ତିର ମୂଳ ଅର୍ଥ ହେଉଛି ସେବା। ଯେଉଁଠି ସେବା ନାହିଁ
ସେଠି କିଛି ନାହିଁ। ସେଥିପାଇଁ ଭାଗବତରେ ସେ କହିଛନ୍ତି, ଗୀତାରେ ବି କହିଛନ୍ତି, ତଦବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା। ତେବେ ଭରତ ହେଉଛନ୍ତି ଭକ୍ତି। ତାଙ୍କ ଜୀବନର ଗୋଟିଏ କଥା ମୁଁ ଖାଲି କହୁଛି, ଯେତେବେଳେ ଆମେ ତ ମନ୍ଦିରରେ ରାମ ଲକ୍ଷ୍ମଣଙ୍କୁ ପୂଜା କରୁଛୁ, କେଉଁଠି କାହିଁ ମୁଁ ଦେଖିନି ଭରତଙ୍କୁ ତାଙ୍କ ଭିତରେ ରଖିଛନ୍ତି। ସେ ଭରତଙ୍କୁ ଭୁଲି ଯାଇଛନ୍ତି। ଭରତ ଯେତେବେଳେ ଯାଇଥିଲେ ଚିତ୍ରକୂଟ ପାହାଡ଼ ନିକଟକୁ, ସାଙ୍ଗରେ ତାଙ୍କ 3 ମା ଯାଇଥିଲେ, ଗୁରୁ ବି ଯାଇଥିଲେ, ବିଶ୍ୱାମିତ୍ର ବଶିଷ୍ଠ ଇତ୍ୟାଦି ଗୁରୁ, ରାଜ କର୍ମଚାରୀମାନେ ଯାଇଥିଲେ। ସମସ୍ତଙ୍କୁ ଅଲଗା ଅଲଗା ଆସନ ସବୁ ଦିଆହେଇଥିଲା। ଗୁରୁ ଆସନଟା ଗୋଟାଏ, କିନ୍ତୁ ଆସନ ସବୁ ବିଭାଗ କରାହେଇଥିଲା। ଏଠି ଗୁରୁଦେବ ବସିବେ, ସେଠି ଇଏ ବସିବେ, ଏମିତି ସବୁ ବସିବେ। ଦୁଇ ଭାଇଙ୍କ ଭିତରେ କଥୋପକଥନ ହେଲା ଯେ ତମେ ରାମଙ୍କୁ ସେ କହିଲେ, ଭରତ ସ୍ପଷ୍ଟ କହିଲେ, ମୁଁ ଏ ଭାରତ ବର୍ଷର ରାଜା ନୁହେଁ, ମୁଁ ଅଯୋଧ୍ୟାର ରାଜା ନୁହେଁ, ରାଜା ହେଉଛନ୍ତି ଆପଣ। ଆପଣ ଫେରି ଚାଲନ୍ତୁ, ରାଜସିଂହାସନ ଆହରଣ କରନ୍ତୁ। ମୁଁ ଆପଣଙ୍କର ଜଣେ ଆଦେଶ ଭୋଗୀ ଭୃତ୍ୟ ଭାବରେ କାମ କରିବି। ଏ କଥାକୁ ଶୁଣି ସାରିଲା ପରେ ପ୍ରଭୁ ରାମ କହୁଛନ୍ତି, ଭରତ ମୁଁ କାହା ଆଦେଶରେ ଜଙ୍ଗଲକୁ ଆଇଥିଲି? ନା ବାପାଙ୍କ ଆଦେଶରେ। ବାପା ବର୍ତ୍ତମାନ କୋଉଠି? ନା ଆପଣ ଆସିବା ପରେ ବାପା ରାମ କହିକି ଦୁନିଆରୁ ଚାଲିଗଲେ। ଆଚ୍ଛା ବର୍ତ୍ତମାନ ସେ କୋଉଠି ଥିବେ? ନା ପିତୃଲୋକରେ ଥାଇପାରନ୍ତି। ଯଦି ସେ ପିତୃଲୋକରେ ଅଛନ୍ତି, ସେ ପିତୃଲୋକରୁ ଗୋଟେ ଚିଠି ମୋ ପାଖକୁ ସେ ଦିଅନ୍ତୁ କି ତୁ ନେଇକିରି ଆ, ରାମ ତୁମେ ଫେରି ଆସ, ମୁଁ ସାଙ୍ଗେ ସାଙ୍ଗେ ଫେରିବି। ସେଇଠି ଭରତ କହିଥିଲେ, ଏହା ଅସମ୍ଭବ, ମୁଁ କରିପାରିବିନି। ନା ମୁଁ ବି ଯିବିନି। ଯେତେବେଳେ ରାମ ମନା କରିଦେଲେ ମୁଁ ଯିବି ନାହିଁ, ସେତିକି ବେଳେ ଭରତ କ'ଣ କହିଲେ? ଭରତ କହିଲେ, ମୁଁ ଯଦି ଯିବି ନାହିଁ, ଆପଣ ଯଦି ଯିବେ ନାହିଁ, ଆପଣଙ୍କ ପାଦୁକାକୁ ନେଇକିରି ମୁଁ ଯାଉଛି। ଆପଣ ଯେମିତି ବକଳ ପିନ୍ଧିଛନ୍ତି, ମୁଁ ସେମିତିଆ ପୋଷାକ ପିନ୍ଧିବି। ଆପଣ ଫଳମୂଳ ଖାଉଛନ୍ତି, ମୁଁ ବି ସେମିତି ଫଳମୂଳ ଖାଇବି। ଆପଣ ମାଟିରେ ଶୋଉଛନ୍ତି, ମୁଁ ବି ସେଇ ମାଟିରେ ଶୋଇବି। 14 ବର୍ଷ ଗଣୁଥିବି, ଯେଉଁଦିନ 14 ବର୍ଷ ପୂରିବ, ଯଦି 14 ବର୍ଷ 1 ଦିନ ହେଲା, ତାହେଲେ ଆପଣ ଗଲାବେଳକୁ ମୁଁ ଆଉ ନଥିବି। କୁଆଡ଼େ ଯିବୁ? ନିଆଁ ଜାଳି ହେଇକି ତା ଉପରେ ବସିକିରି ମରିବି। ଏ ତ ଅନ୍ତର୍ଯାମୀ। ସେ ସେଇ କଥାକୁ ମନେ ରଖିଲେ, କହିଲେ ଭରତ ମୁଁ ଠିକ୍ ସମୟରେ ପହଞ୍ଚିବି। ଭରତ ଫେରି ଆସିଲେ, ଶତ୍ରୁଘ୍ନଙ୍କୁ ରାଜ୍ୟ ଦାୟିତ୍ୱ ଦେଲେ, ନିଜେ ସନ୍ନ୍ୟାସ ଜୀବନ ଯାପନ କଲେ। କିନ୍ତୁ ରାମଙ୍କର ଆସିବାଟା 14 ବର୍ଷ ପୁରିଲା, ଘଣ୍ଟାଏ ଖଣ୍ଡେ ଡେରି ହେଇଛି କି କ'ଣ? କାଠ ଫାଟ ନଦା ହେଲା। ସମସ୍ତେ କହୁଛନ୍ତି, ଆରେ କେଉଁଠି ବାଟରେ ରଥରେ ଆଉଛନ୍ତି, କେଉଁଠି ଗୋଟେ
ଗଣ୍ଡଗୋଳିଆ ହେଇଥିବ ଟିକେ ରହିଯା। ନା ନା ମୁଁ ପ୍ରତିଜ୍ଞା କରିଛି ଆଉ। ନିଆଁ ଲାଗିଲା। ତା ଉପରକୁ ଯେତେବେଳେ ନିଆଁ ଉପରକୁ ଡେଇଁବା ପାଇଁ ଭରତ ବସିଲେ, ସେତିକି ବେଳେ ରାମ ଆସି ପହଞ୍ଚିଗଲେ। ଭରତକୁ ଟାଣିକି ଧରିଲେ, କହିଲେ ଆରେ ଭରତ, ଆତ୍ମହତ୍ୟା ଠାରୁ ମହାପାପ ଦୁନିଆରେ କିଛି ନାହିଁ। ତୁମେ ରଘୁବଂଶର ସନ୍ତାନ, ତମେ ଦଶରଥଙ୍କର ପୁତ୍ର, ଆଉ ମୋର ସାନ ଭାଇ। ମୁଁ ତୁମକୁ କଥା ଦେଇଥିଲି 14 ବର୍ଷ ଯେଉଁଦିନ ପୂର୍ବ ମୁଁ ଆସିଲି, ଗୋଟେ ଘଣ୍ଟାଏ କି 2 ଘଣ୍ଟା ବିଳମ୍ବ ହେଇଛି। ଏଇଥିରେ ତୁମେ ମରିବାକୁ ଯାଉଛ। ସେଇଠୁ ଗୋଟେ ଆନନ୍ଦର ପରିବେଶ ସୃଷ୍ଟି ହେଲା। ଇଏ କଥା ସବୁ ଆମେ ହିଁ ଗପୁଛୁ। ଆମରି ଭଳିଆ ଯେଉଁ ମୁଣ୍ଡ ନଣ୍ଡା ହେଇଛନ୍ତି ପଞ୍ଝାଏ, କିଏ ଦାଢ଼ି ରଖିଛନ୍ତି, କିଏ ଜଟା ରଖିଛନ୍ତି, କିଏ ବାଳ ରଖିଛନ୍ତି, କିଏ ତିଲକ ଫିଲକ ପୁରାଏ ଖଣ୍ଡେ ବୋଳି ହେଇଛନ୍ତି, ମାଳି ବି ଜୋରସୋର ପକାଇଛନ୍ତି। ଏଇମାନେ ଏଇ ଗପକୁ ଆମର ଆଉ କାମ କିଛି ନାହିଁ। ଆଉ କ'ଣ କରିବୁ? ଏଇ ଗପକୁ ଆମେ ଗପୁଛୁ, ନାଗି ପଡ଼ିକିରି ସବୁଆଡ଼େ ବୁଲିକିରି ଗପୁଛୁ। କିନ୍ତୁ ଗପ ପାଖରେ ରହିଛି ମଣିଷର ଚରିତ୍ର, ମଣିଷ ପାଖରେ ରହିଛି ଗୋଟେ ଶାନ୍ତିର ପରିବାର। ଦେଖିବାକୁ ଗଲେ ଆମକୁ ବର୍ଷେ ଖଣ୍ଡେ ଖୋଜିଲେ ଯଦି ଗୋଟାଏ ଦୁଇଟା ଘର ମିଳିବ ନହେଲେ ନାହିଁ। କହିଲେ ଗତିଦାତା, ଗୁରୁ ହେଉଛନ୍ତି ଗତିଦାତା। ଦୁନିଆରେ ସମସ୍ତେ ସବୁକିଛି ଦେଇପାରିବେ, କିନ୍ତୁ ଆମେ ଜୀବନରେ କ'ଣ କରିଛୁ, ଆମକୁ ମୁକ୍ତି ଦେବ କିଏ? ଯିଏ ମୁକ୍ତି ଦେବେ ସିଏ ହେଉଛନ୍ତି ଗୁରୁ। ସିଏ ମୁକ୍ତି କେମିତି କ'ଣ ଦେବେ? ସେ କ'ଣ କେଉଁ ବଜାରରୁ କିଣିକି ଆଣି ତମକୁ ଦେବେ? ଏଇ ଯେଉଁ କହିଲେ ପରମାତ୍ମାଙ୍କର କଥା, ଭଲ କଥା। ଏଠି ବର୍ତ୍ତମାନ ମୁଁ କ'ଣ କହୁଥିଲି? ରାମାୟଣ କଥା କହୁଥିଲି। ତେଣୁ ଆମେ ହିନ୍ଦୁ, ଆମେ ସନାତନୀ। ତେଣୁ ଆମର ଅଭ୍ୟାସ ଅଛି ଆମେ ରାମାୟଣ କହିବୁ, ନହେଲେ ଭାଗବତ କହିବୁ। ଆମ କଥାକୁ କିଏ ଶୁଣନ୍ତୁ ବା ନ ଶୁଣନ୍ତୁ। ତେଣୁ ପରମାତ୍ମାଙ୍କର କଥା ଇଏ ହେଉଛି ବାର୍ତ୍ତା। ଲୋକେ କହନ୍ତି କଥାବାର୍ତ୍ତା ବନ୍ଦ କର। କଥାଟା ବନ୍ଦ କର, ବାର୍ତ୍ତାଟା କେମିତି ବନ୍ଦ କରିବ? ଲୋକେ ଏମିତି କହିଛନ୍ତି, କାହିଁ ପାଟି କରୁଛ, କଥାବାର୍ତ୍ତା ବନ୍ଦ କର। କଥାଟା ବନ୍ଦ ହେଇପାରିବ, କିନ୍ତୁ ବାର୍ତ୍ତା ବନ୍ଦ ହେଇପାରିବନି। ଏଇ ଶାସ୍ତ୍ରକୁ ସବୁ ଯେଉଁମାନେ ଲେଖିଥିଲେ, କାହିଁକି ଲେଖିଥିଲେ? ସିଏ ତାଙ୍କର କାହିଁକି ଲେଖିଥିଲେ ତାକୁ ବା ବୁଝିବ କିଏ? ସିଏ ଲେଖାକୁ ଆମେ ଆଜି କଦର୍ଯ୍ୟ କରୁଛୁ। ଏଇ ରାମ ଆଉ ଲକ୍ଷ୍ମଣଙ୍କ ଭିତରେ ଥିଲେ ସୀତା। ସୀତା କିଏ? ସୀତା ହେଉଛନ୍ତି ଯେଉଁ ନାରୀ ପତିବ୍ରତା, ଯା ସୌନ୍ଦର୍ଯ୍ୟ ପତିରତା ଗୁଣାନ୍ୱିତା, ସା କାମିନୀ କାମିନୀ। ଯିଏ ପତିବ୍ରତା ନାୟିକା, ଇଏ ହେଉଛି ଜଣେ ସୀତା। ଯିଏ ଚରିତ୍ର ଯାହାର ଠିକ୍ ଅଛି, ଯାହାର ମନ ପବିତ୍ର, ସେ ହେଉଛନ୍ତି ସୀତା। ଆମେ ଯାଇ ମନ୍ଦିରକୁ ଯାଇକିରି ସୀତାଙ୍କୁ ଖୋଜିବୁ, ସେ ସୀତା କ'ଣ ଆମକୁ କଥା କହିବେ?
ଆମେ ମନ୍ଦିରକୁ ଯାଇ ସୀତା ଏଇ ଯେଉଁ ରାମ ଲକ୍ଷ୍ମଣ ମନ୍ଦିରରେ ଯିଏ ବହିଛନ୍ତି ସେ ସୀତା, ସେ କ'ଣ ଆମକୁ ସେ କ'ଣ ଶିକ୍ଷା ଦେବେ ନା? ଆମେ ସେଥିପାଇଁ ବସିକି ପହଞ୍ଚି କ'ଣ କରିବୁ? ଆମ ପୁଅ ଝିଅଙ୍କ କଥା ଟିକେ ମାଗିବୁ, ସବୁ ଆସିବ। କିଛି ନହେଲେ ତ ମୋ ମୁଣ୍ଡଟା ବହୁତ ବିନ୍ଧୁଛି, ମୋତେ ସୀତାରାମ ଟିକେ ଭଲ କରିଦିଅ, ଏ କଥା ବି ଆମେ କହିକି ଆସିବୁ। ସୀତା ହେଉଛନ୍ତି ପବିତ୍ର, ଭାରତ ହେଉଛନ୍ତି ସୀତା, ଗଙ୍ଗା ହେଉଛନ୍ତି ସୀତା, ଗଙ୍ଗା ଗୋଦାବରୀ ନର୍ମଦା ସିନ୍ଧୁ କାବେରୀ ଏମାନେ ସମସ୍ତେ ହେଉଛନ୍ତି ସୀତା। ତେଣୁ ଆଜି ସୀତା କୋଉଠି ଅଛନ୍ତି ସୀତାକୁ ମଧ୍ୟ ଖୋଜିବାକୁ ପଡ଼ିବ। ଅଛନ୍ତି, ସତ୍ୟ କେବେ ବୁଡ଼ିଯାଏ ନା, ସତ୍ୟ ଅଛି, କିନ୍ତୁ ଟିକେ ଖୋଜିବାକୁ ପଡ଼ୁଛି। ଆଉ କିଛି ବର୍ଷ ପରେ ମୁଁ ଭାବୁଛି ଇଏ ଗୋଟେ ସମୟ ଆସିଛି, ଗୋଟେ ପ୍ରତିଯୋଗିତାର ଯୁଗ ଆସିଛି। ସେ ଏମିତି ଫ୍ୟାସନ୍ ହେଇଛି, ମୁଁ ଏମିତି ଫ୍ୟାସନ୍ ହେବି, ଏମିତି ସବୁ ଯୁଗଟା ହେଇଛି। କିନ୍ତୁ ପୁଣି ଗୋଟେ ସମୟ ଆସିବ, ଇଏ ଯୁଗ ବଦଳିଯିବ, ପୁଣି ଆମେ ସେ ପୁରୁଣା କଥାକୁ, ପୁରୁଣା ଗପକୁ ପୁଣି ଆମେ ମନେ ପକାଇବୁ। ସେଇ ଯେଉଁ ଯମରା, ସେଇ ଯେଉଁ ବୁଢ଼ୀ ମାଆର ଗପଟି କହୁଥିଲି, କାଠ ଭାଙ୍ଗିକିରି ସେ ଚଳେ। ଖରାଦିନେ କାଠ ଟିକେ ଅଧିକ ହେଇଯାଇଛି, ମୁଣ୍ଡରେ ଥୋଇଛି, ପାଖରେ ପାଣି ନାହିଁ, ବହୁତ ଅସହ୍ୟ ତାକୁ ହେଇଛି। ସେ କାଠ ବିଡ଼ାଟାକୁ ସେ ଫୋପାଡ଼ି ଦେଇଛି। ସେ ଫୋପାଡ଼ି ଦେଇ କହୁଛି, ହେ ଯମରାଜା, ତୁମେ କୋଉଠି ଅଛ, ଟିକେ ଆସିକିରି ମୋତେ ନେଇଯାଅ। ମୁଁ ଏ କୁଟୁମ୍ବମାନଙ୍କୁ ପୋଷିବା ପାଇଁ ଏ ଖରାଦିନେ କାଠ ହାଣିବି, ମୋତେ କେହି ସାହାଯ୍ୟ କରିବେନି। ତେଣୁ ମୁଁ କାହିଁକି କଷ୍ଟ କରିବି ଏ ପରିଣତ ବୟସରେ? ତେଣୁ ତମ ପାଖକୁ ମୋତେ ନେଇଯାଅ। ଏଇ କଥା ପଦକରେ ଯମରାଜ ଗୋଟେ ମଇଁଷି ଉପରେ ବସିକି ରହିଲେ। ଏସବୁ ମାନେ ସତ କଥା ବୋଲି, ଏଇଟା ସତ ବୋଲି, ଆରେ ସତଟାକୁ ଖୋଜିବାକୁ ପଡ଼ିବ। ମଇଁଷି କିଏ? ଆମର ମୋର ମାନସ ଗୁରୁ ବାୟା ଏଇଭଳିଆ ଛୋଟିଆ ଛୋଟିଆ କଥା ଭିତରେ ବହୁତ ବଡ଼ ବଡ଼ କଥାର ମୀମାଂସା କରନ୍ତି। ସେ କୁହନ୍ତି, ଅରଣା ମଇଁଷି ରହିଛି ଅଣା, ମଇଁଷିର ପାଖ ନ ଯାଅ, ରହିଛି ଅଣା ମଇଁଷି। ସମାଜରେ ଆଜି ଅରଣା ମଇଁଷି ବହୁତ ଅଛନ୍ତି। ଦେଖି ଚାହିଁ ତାଙ୍କ ସହିତ କଥାବାର୍ତ୍ତା ହେବାକୁ ପଡ଼ିବ, ନହେଲେ ଜୀବନ ବିପନ୍ନ ହେଇଯିବ। ଯମ ଶବ୍ଦର ଅର୍ଥ ହେଉଛି ସଂଯମ। ଯମ ଖାଲି ତାଙ୍କର ବସିକିରି ଖାତା ନଉଟଉଛନ୍ତି, କିଏ କୋଉଦିନ ମରିବ, ଇଏ କ'ଣ ଗୋଟେ ଯମଙ୍କର କାମ? ଯମ ଶବ୍ଦର ଅର୍ଥ ହେଉଛି ସଂଯମତା। ଆଜିର ପିଲାମାନେ ବା ଯୁବପିଢ଼ିମାନେ ଯେଉଁମାନେ ଅଳ୍ପ ବୟସରେ ମରିବାକୁ 5-7 ବର୍ଷ ଆଉ ଅଛି, ସେ ତା ପୂର୍ବରୁ ବହୁ କଷ୍ଟ ପାଇ ମାରାତ୍ମକ ରୋଗରେ ପଡ଼ିକି ଦୁନିଆରୁ ଚାଲି ଯାଉଛନ୍ତି।
ତାର ଏକମାତ୍ର କାରଣ ହେଉଛି ନିଶା ମାଦକତା। ଇଏ ଦୁଇଟି କଥା ପରେ ତୃତୀୟ କଥା ହେଉଛି ଆଜି ସେମାନଙ୍କ ଉପରେ ଯେଉଁମାନଙ୍କର ଆଶୀର୍ବାଦ ନିହାତି ଦରକାର ତାଙ୍କ ଉପରେ ସେ ଆଶୀର୍ବାଦ ନାହିଁ। ବାପ ମାଙ୍କର ନାହିଁ, ଗୁରୁଙ୍କର ନାହିଁ, କି ଗୁରୁଜନଙ୍କର ନାହିଁ, କି କାହାର ନାହିଁ। ଆଜି ଦେଖନ୍ତୁ ନିଶା ମାଦକ ବର୍ଜନ ସବୁ ହବ। ଯେତେବେଳେ ଆପଣମାନେ ମନେ ପକାଇବେ 12 ବର୍ଷ ବୋଧେ ଗଞ୍ଜେଇ ଉପରେ ମୁଁ ଟିଭିରେ କହିଲି, ଜଣେ ବ୍ୟକ୍ତି କହିଲେ ଗଞ୍ଜେଇ ନହେଲେ ଶିବଙ୍କର ଅଭିଷେକ ହେଇପାରିବନି। ବୋଲେ ତାହେଲେ ସେ ଶିବଙ୍କ ମୁଣ୍ଡରେ ଟିକେ ଗଞ୍ଜେଇ ଦିଆଯାଉ ନା? ଆପଣ ବା ଲେଖିଛନ୍ତି ଶିବ ମନ୍ଦିରକୁ ଗଞ୍ଜେଇ ଯିବନି। ବୋଲେ ନା ବଡ଼ ମୁସ୍କିଲ କଥା, କ'ଣ କରିବା? ଲେଖିତ ଦେଇଛି, ଆଉ କରିବି କ'ଣ? ଆଉ ଜଣେ କହିଲେ ଆପଣ ଜାଣିନାହାନ୍ତି। ମୁଁ କେମିତି ଜାଣିବି? ମୁଁ ତ ଏତେ ବୈଜ୍ଞାନିକ ନୁହେଁ। ଗଞ୍ଜେଇରୁ ବର୍ତ୍ତମାନ ଔଷଧ ବାହାରିଲାଣି, ତାକୁ ଖାଇଲେ ଲୋକ ଭଲ ହେବେ। ଭଲ କଥା। ଯଦି ଗଞ୍ଜେଇରୁ ଔଷଧ ବାହାରିଲା, କେହି ନ ଖାଇଲେ ମୁଁ ଆଗ ଖାଇବି। ଆଉ ଜଣଙ୍କ ନାଁ ମୁଁ କହୁନି, ତାଙ୍କୁ ସାରା ଓଡ଼ିଶାର ସମସ୍ତେ ଜାଣିଛନ୍ତି। ସେ କହିଲେ ମୁଁ ଯାଇଥିଲି ଅମୁକ ଶିବ ମନ୍ଦିର, ସେଠି ଦେଖିଲି ଗଞ୍ଜେଇ, ଶିବ ଗଞ୍ଜେଇ ଜାଣୁଛନ୍ତି। ଅମୁକ ଶିବ ମନ୍ଦିର ଭାରତବର୍ଷର ବିଭିନ୍ନ, ନେପାଳ ପଶୁନାଥ, ପଶୁପତିନାଥଙ୍କ ପର୍ଯ୍ୟନ୍ତ ସବୁଠିକାରେ ଶିବ ଗଞ୍ଜେଇ ଟାଣୁଥିଲେ। ଇଏ ଦେଖିକି ଯାଇଛନ୍ତି। ତେଣୁ ଆଜି ଭୁଲ କଥାର ସପକ୍ଷରେ ଆଜି ମଣିଷ ଅଛି। ଏବେ ଯେଉଁ ସରକାର ଗୋଟେ କହିଲେ ନିଶା ମାଦକ କ'ଣ ବନ୍ଦ, ମୋତେ ନ୍ୟୁଜ୍ 18 ପଚାରିଲେ ଆପଣଙ୍କର ମତ କ'ଣ? ମୁଁ କହିଲି ମୁଁ ବା ଥରେ ମତ ଦେଇଥିଲି, ଟିଭି ପରଦାରେ ସୋଦା ଖାଇଲି, ପୁଣି ମୋତେ ପଚାରୁଛନ୍ତି ମୁଁ କ'ଣ ଆଉ ଥରେ ସୋଦା ଖାଇଲି? ଯାହା ହେବା କଥା ହେବ, ଯାହା ହେଉଛି ହଉ, କେହି ତ କଥା ମାନିବାକୁ ପ୍ରସ୍ତୁତ ନୁହେଁ। ତେବେ ପ୍ରଶାସକମାନେ ଯଦି ସଚେତନ ହେବେ, ଅନେକ ଦୋଷ କମିଯିବ। ଏଇଭଳି କଥା। ତେଣୁ ମଇଁଷି ହେଉଛି ମାରଣା, ଭାବି ଚିନ୍ତିକିରି ତା ପାଖକୁ ଯାଅ। ରାମକୃଷ୍ଣ ନନ୍ଦଙ୍କର ସେଇ ଯେଉଁ ପ୍ରାର୍ଥନାଟି ସେ ଲେଖିଥିଲେ, କୁଟ ପ୍ରକୃତରେ ଜଣେ କବି, ସିଏ ତାର ଭାବନାକୁ, ସେ ଯୁଗଟା ଯେମିତିଆ ଥିଲା ସେ କବିତା ବି ସେମିତି ଲେଖା ହେଇଥିଲା। କିନ୍ତୁ ବର୍ତ୍ତମାନ ପାଇଁ ଆମେ ଆଇଲୁ, ଯେତେ ବାଟ ଦେଇକି ଆଇଲୁ, ଷଣ୍ଢମାନେ ତାଙ୍କର ଲଢ଼ାଲଢ଼ି ହେଉଛନ୍ତି, ଗାଈମାନେ ତାଙ୍କର ମେରି ହେଇକି ଶୋଇଛନ୍ତି। ଆମେ ତ ସେମାନଙ୍କ କ୍ଷୀରରେ ଚା ଖାଇବୁ, ଦହି ଖାଇବୁ, ଛେନା ଖାଇବୁ, ରସଗୋଲା ଖାଇବୁ,
ପାହାଳ ରସଗୋଲା, ସେ ବିକଳି କରଙ୍କ ରସଗୋଲା, କେତେ ରସଗୋଲା। ତେବେ ସେମାନଙ୍କୁ କେତେବେଳେ ଆମେ ଘାସ ପୁଳାଏ ବି ଦେଉଛୁ? ଘାସ ତ ନାହିଁ, ଆଉ ପୁଳାଏ ଦେବୁ କୋଉଠୁ? ତେଣୁ ଜୀବରେ ଯାର ଦୟା ନାହିଁ, ଉଦ୍ଧବ ଜୀବରେ ତେଣୁ ଯମ କହିଲେ ସଂଯମ। ସଂଯମ ହେଉଛି ଜୀବନର ଶ୍ରେଷ୍ଠ ବ୍ରତ। ସେ ବୁଢ଼ୀ ମା ପାଖରେ ଯମରାଜା ପହଞ୍ଚିଲେ, ତାକୁ ପଚାରିଲେ, ମା ତୁ ମୋତେ କାହିଁକି ଡାକିଲୁ? ନା ଆପଣ କ'ଣ ଧର୍ମରାଜ ଯମ? ନା। ସେ ସେଠୁ କହିଲା, କୁଟୁମ୍ବ ଚଳେଇବା ପାଇଁ ମୁଁ ଜଙ୍ଗଲକୁ ଆସେ କାଠ ହାଣିବା ପାଇଁ। ଯେତିକି କାଠ ନେଉଛି ସେତିକିରେ ପରିବାର ଚଳୁନି। ମୁଁ ଟିକେ ଅଧିକ କାଠ ଆଜି କାଟି ଦେଇଛି। ଇଏ ପରିଣତ ବୟସରେ ମୁଁ ସେ କାଠକୁ ମୁଣ୍ଡେଇକିରି ନେଇପାରୁନି। ତେଣୁ ମୋର ମୃତ୍ୟୁ ହିଁ ଦରକାର। ଆପଣ ମୋତେ ଶୀଘ୍ର ନେଇଯାଆନ୍ତୁ। ଯମରାଜା କହିଲେ, ତୁ ଜୀବନରେ ବେଶୀ ସତ କହୁ ନା ବେଶୀ ମିଛ କହୁ? ନାଇଁ, ମୁଁ ମିଛ କୋଉଠି କହିଥିବି, କିନ୍ତୁ ଅତି ଆବଶ୍ୟକ ନହେଲେ ମୁଁ ମିଛ କହେନି। ଯଦି ତୁ ପ୍ରକୃତରେ ସତ୍ୟବନ୍ତ ନାରୀ, କାଠ କାଟିବୁ, କାଠ କଥାକୁ କହିବୁ ତୁ ଆଗେ ଆଗେ ଚାଲ, ମୁଁ ତ ପଛେ ପଛେ ଯିବି। ସେ ଚାଲିବ, ତୁ ତା ପଛେ ପଛେ ଯିବୁ। ସେଇଦିନ ଠାରୁ କାଠ ଗୋଛା ଚାଲେ, ବୁଢ଼ୀ ତା ପଛେ ପଛେ ଯାଏ। ଏମିତି ଗୋଟିଏ ସମୟ ପୁଣି ଆସିଲା, ଆହୁରି ବେଶୀ ବେଶୀ କାଠ ସେ କାଟିଲା। ଲୋଭ, ଏଇ ଯୋଉ ଲୋଭ, ये लोभ ही मृत्युर कारण। दिने भाविला काठ गोछा तो चलुची मु कहीं मटी चलि से काठ गोछा बसी पड़ा काठ गोछा आउ चललानी पुणी डाकिला जमराज आसिले कहीं डाकिलु ना काठ गोछा आउ चलुनी ना केमिति चलो तो वचन भितर सत्य थिला काठ गोछा चलुला तोर कर्म भितर सत्य थिला काठ गोछा चलुला आज लोभरे पड़ी बिना कारण रे काठ संग्रह कलु एटा होती लोभ लोभ जोटी रहिला धर्म नष्ट हो गला तेणु आउ चलो से बुढ़ी माँ कहला ये भूल आउ जीवन में करी नहीं से भागवतर कथाटी आम जाना दरकार कर्मे ईश्वर हा देव आनंदे तेणु सज्जन रामायण पढ़ीगले हेनी ता भीतर जो तत्वटा अच्छी ताकू यदि आम पालन करूँ मुझे सरज नदी स्नान करी बहुत दिन तलर कथा से सरज नदी बन्या आसी था
ମୁଁ ଏଠି ସ୍ପଷ୍ଟ ଭାବରେ ଶରଦ ତୀର୍ଥଙ୍କୁ ଜଣେଇଲି, ଏଠି ଯଦି ରାମ ବା ଲକ୍ଷ୍ମଣ ଯିଏ ବି ଯୋଉଠି ନଥିବେ ତାହେଲେ କାହିଁ ଏ ପଇସା ଖର୍ଚ୍ଚ କରି, ସେତେବେଳେ ତ ଗାଡ଼ି ଫାଡ଼ି ଏଠି ନଥିଲା, କାହିଁ ଗୋଟେ ପଇସା ଖର୍ଚ୍ଚ କରି ଆସିବ ଅଯୋଧ୍ୟା ବୁଲିକି ଯିବ, କ'ଣ ଦେଖିବ? ଯଦି ତୁମେ ଏଠି ଅଛ ତାହେଲେ ମୋତେ ତାର ଗୋଟେ ନିଦର୍ଶନ ଦିଅ, ପରିଚୟ ଦିଅ। ମୁଁ ଯେତେବେଳେ ଶରଜୁ ନଦୀରେ ତର୍ପଣ କରୁଛି, ଗାୟତ୍ରୀ ତର୍ପଣ କରୁଛି, ମାନେ ବଡ଼ ବଡ଼ ସବୁ କାଠ ଗୋଛା ଗୁଡ଼ାକ, ଏ କାଠ ତାକୁ କ'ଣ କହନ୍ତି, ଗଣ୍ଡି ଗୁଡ଼ିକ ଭାସି ଯାଉଛି, ଏତେ ମାନେ ପ୍ରଖର ସ୍ରୋତ, ସାପଟିଆ ଆସି ସେଇ ସ୍ରୋତ ମଧ୍ୟ ଭାଗରେ ଏମିତି ଫଣା ଟେକି ରହିଲା। ମୋର ତର୍ପଣ ସଇଲା, ମୁଁ ତାଙ୍କୁ ପ୍ରଣାମ ଜଣେଇଲି ଏବଂ ନିଜ ମନ ଭିତରେ ମୁଁ ତାଙ୍କୁ କହିଲି, ପ୍ରଭୁ ଆପଣ ଏଇଠି ଅଛନ୍ତି, ଇଏ କଥାଟାକୁ ମୁଁ ଅନୁଭବ କଲି, ଆପଣ ତାପରେ ସେ ପାଣିରେ ବୁଡ଼ିଗଲା। ଆଜି ବି ମୁଁ ଅଯୋଧ୍ୟା ଯାଏ, ରାମ ମନ୍ଦିରକୁ ଯାଏ, ଇଏ କହିବ ଇଏ ଗୋଟେ ବୋଧେ ରାମ ବିରୋଧୀ କି କ'ଣ, ବିଲକୁଲ ଯାଏ ନା। ରାମ ମନ୍ଦିରକୁ ନମସ୍କାର କରେ, ରାମଙ୍କୁ ନମସ୍କାର କରେ, ରାମଙ୍କର ଶ୍ଲୋକ ପଢ଼େ, ମନ୍ଦିର ଭିତରକୁ ଯାଏନି। ଏ କିଏ ଠେଲା ପେଲା ଭିତରେ ଯିବ? ଶ୍ରୀରାମ ଶରଣଂ ସମସ୍ତ ଜଗତା ରାମଂ ରାମେ କାହିଁକି ଯାଏ ନା, ମୋ ଆଖି ଆଗରେ ସେଇ ଜୀବନ୍ତ ସର୍ପର ଦୃଶ୍ୟଟା ଏବେ ବି, ଏଇ ମଞ୍ଚରେ ମୁଁ ବସିଛି, ଏବେ ବି ସେ ଦୃଶ୍ୟ ନାଚୁଛି। ଏମିତି ଜୀବନରେ ଆହୁରି ଗୋଟେ ଅନୁଭବ ଅଛି, କେତେ ଅନୁଭବ ଅଛି। ତେବେ ଜୀବର ଗତି ଅନୁଭବ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଇଏ ଜୀବନ ଦଶରଥଙ୍କର କିଏ ନା ଚାରି ପୁଅ। ସେ ଚାରି ପୁଅଟି କିଏ? ସିଏ ହେଉଛନ୍ତି ଧର୍ମ, ଅର୍ଥ, କାମ, ମୋକ୍ଷ। ଆମେ ଏଠି ବସିଛୁ ଧର୍ମ କଥା ଶୁଣିବା ପାଇଁ। ଆମେ ରାତି ପାଇଲେ ଅର୍ଥ ଉପାର୍ଜନ କରିବାକୁ ଯିବୁ। ଅର୍ଥ ରୋଜଗାର ସଇଲେ ପୁଣି କାଲିକି କ'ଣ କରିବୁ ସେ କାମନା ବି କରିବାକୁ ପଡ଼ିବ। ଶେଷ କଥା ହେଉଛି ସବୁ କରିବୁ, ତୁ ଜୀବନର ଶେଷ ଲକ୍ଷ୍ୟ ହେଉଛି ମୋକ୍ଷ ବା ଶାନ୍ତି। ସେଥିପାଇଁ ଦଶରଥଙ୍କର ଗୋଟିଏ ଝିଅ ନାଁ ଥିଲା ଶାନ୍ତା। ସେ ଶାନ୍ତିର ପ୍ରତୀକ। ଏଇ ଚାରି ପୁଅଙ୍କର ଅନ୍ୟାର୍ଥ ହେଉଛି ସତ୍ୟ, ସନ୍ତୋଷ, ଦୟା ଆଉ କ୍ଷମା। ଇଏ ଚାରୋଟି କଥା ଯଦି ଆମମାନଙ୍କ ପାଖରେ ଥିବ ତାହେଲେ ଆମେ ଜୀବନ ଯାତ୍ରା ଆମର ସଫଳ। ଇଏ ଚାରିଟା କଥା ପ୍ରକୃତରେ କ'ଣ ଆମ ପାଖରେ ଅଛି ନା? ଅଛି। କାହା ପାଖରେ ଗୋଟାଏ ଅଛି, କାହା ପାଖରେ ଦୁଇଟା ଅଛି, ଆଉ ଯାହା ପାଖରେ ଚାରୋଟି ଥିବ ସେ ଗୋଟେ ମହାପୁରୁଷ। ତେଣୁ ଜୀବନକୁ ଶାନ୍ତମୟ କରନ୍ତୁ। ମନ୍ଦିର ଗଢ଼ିବା, ଠାକୁର ପୂଜିବା
ଇଏ କେବେ ହେଲେ ଗୋଟେ ବିରାଟ କଥା ବୋଲି ଭାବନ୍ତୁନି। ମୁଁ ମନ୍ଦିର ଗଢ଼ିବି, ଯୋଉଠି ଗୋଟେ ମନ୍ଦିର ଗଢ଼ିବି, ପ୍ରତିଷ୍ଠା ହେବ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ, ତାପରେ ଲୋକ ବହୁଠୁ ଯିବେ, ଗୋଟେ ଶୌଚାଳୟ ନଥିବ, ଯଦି ବି ଶୌଚାଳୟ ଥିବ ତାକୁ ପରିଷ୍କାର ପରିଚ୍ଛନ୍ନ କେହି କରୁନଥିବେ। ଅଶୌଚ ଅବସ୍ଥାରେ ଆମେ ମନ୍ଦିର ଦର୍ଶନ, ଦେଖନ୍ତୁ ଯେତେ ମନ୍ଦିର ହେଇଛି କେଉଁଠି ଶୌଚାଳୟ ଗୋଟେ ଅଛି। ତେଣୁ ମଣିଷ ଆଜି ଗୋଟେ ମାନେ ଗୋଟେ ନିଜ କଥାରେ ସେ ଅଛି। ଆଉ ଗୁଡ଼ାଏ ଫୁଲ ମାଳ କିଣିକି ନେଇ ଚଢ଼େଇ ଦେଲେ ସେ ଯେ ଠାକୁର ଖୁସି ହେଇଯାଆନ୍ତି, ସେ କଥା କାହିଁକି ମୁଁ ଅନୁଭବ କରେନି। ଥରେ ମୁଁ ବୃନ୍ଦାବନରେ ଗୋଟେ ଦୋକାନରେ ପୁରୀ ତରକାରୀ ଟିକେ ସକାଳୁ ଖାଉଥିଲୁ। ମୁଁ ଖାଇନି, ପିଲାମାନେ ସବୁ ଖାଉଛନ୍ତି, ମୁଁ ବସି ଠିଆ ହେଇକି ମୁଁ ଦେଖିଲି ତା ପାଖରେ ଗୋଟେ ଖଟ ପଡ଼ିଛି, ଗୋଟେ ବୁଢ଼ୀ ମାଆଟିଏ ବସିଛି। ସେ ଆମ ଆଡ଼କୁ ଅନଉନି କି କେଉଁ ଆଡ଼କୁ ଅନଉନି, ସେ ଏମିତି ମାନେ ଉପରକୁ ବି ଅନେଇନି, ଏମିତି ସିଧା ଅନେଇନି। ମୋତେ କାହିଁ ଅନୁଭବ ହେଲା ଇଏ ବୁଢ଼ୀ ମାଆ କିଛି ଖାଇନି। ତାକୁ ଟିକେ ପଚାରିଦେବା। ପଚାରିଲି, ମା ତୁ କ'ଣ ଖାଇଛୁ? ନା ନାହିଁ, କିଛି ଖାଇନି। କେତେବେଳେ ଖାଇବୁ? ସେ ଉତ୍ତର ଦେଲା, ରାଧାରାଣୀଙ୍କର ଯେତେବେଳେ ଇଚ୍ଛା ହେବ ସେ ଦେବେ, ମୁଁ ଖାଇବି। ମୁଁ କହିଲି, ରାଧାରାଣୀ ଆଣିକି ତତେ ଦେବେ? ନା ସିଏ କ'ଣ ନିଜେ ଦେବେ? ସେ ଯାହାଙ୍କ ମାଧ୍ୟମରେ ଦେବେ ନା। ମୁଁ ତାହେଲେ ମୋ ମାଧ୍ୟମରେ ବର୍ତ୍ତମାନ ତୁମେ ପୁରୀ ତରକାରୀ ଖା। ନା ରାଧାରାଣୀଙ୍କ ଇଚ୍ଛା। ମୁଁ ସେ ଦୋକାନୀକି କହିଲି, ବାବୁ ଯେତେ ପୁରୀ ଯେତେ ତରକାରୀ ସେ ଖାଇପାରୁ ତାକୁ ସବୁ ଦିଅ, ପଇସା ଆମେ ଦେବୁ। ସେ ଯେମିତି ସେ ପୁରୀ ତରକାରୀକି ପାଇଲା, ରାଧାରାଣୀକି ଏମିତି ସମର୍ପଣ କଲା, ତାପରେ ସେ ଖାଇଲା। ସେ କଥାଟି ମୁଁ ଆଜି ବି ମନେ ରଖିଛି ଯେ ମଣିଷକୁ କିଏ ଖାଇବାକୁ ଦିଅନ୍ତି? ବାପ କହୁଛି ମୁଁ ତତେ ମଣିଷ କଲି, ପୁଅ କହୁଛି ମୁଁ ତମ ପାଇଁ ଏତେ କଥା କଲି, ତମେ ସବୁ କରିଛ। କିନ୍ତୁ ପ୍ରକୃତରେ ଏ ଦୁନିଆରେ କିଏ ଆମକୁ ଖାଇବାକୁ ଦଉଛି? ସେ ହେଉଛନ୍ତି ଜଗନ୍ନାଥ। ଜ କହିଲେ ଜନାର୍ଦ୍ଦନ, ଜ କହିଲେ ଜ୍ୟୋତି, ଜ କହିଲେ ଜଗତ। ଜଗତକୁ ଯିଏ ଅନ୍ନ ଦିଅନ୍ତି ସେ ଜନାର୍ଦ୍ଦନ। ତାଙ୍କ ବଡ଼ ଭାଇଙ୍କ ହାତରେ ଲଙ୍ଗଳ ଆଉ ଗୋଟେ ମୂଷଳ। କୃଷି ଆଉ ଶିଳ୍ପର ପ୍ରତୀକ ହେଉଛନ୍ତି ବଳଭଦ୍ର। ପୁଣି ସଂଗ୍ରାମେ ଚପଳମ୍ ଶଶାଙ୍କ ଧବଳମ୍ ଶ୍ରୀକାମପାଳଂ ଭଜେ। କେତେ ସୁନ୍ଦର ଠାକୁର ସେ, ସେଥିପାଇଁ ତାଙ୍କୁ ବଡ଼ ଭାଇ କରାଗଲା ନା। ସେ ସଂଗ୍ରାମେ ଚପଳ ଆଉ ଶିଳ୍ପ କୃଷି। ତେଣୁ ଜ କହିଲେ ପ୍ରଭୁ ବଳଦେବ ନିଜେ, ସେ କର୍ମ ମାଧ୍ୟମରେ ଇଏ ଜଗତକୁ ସେ ଖାଇବାକୁ ଦଉଛନ୍ତି। ଗ କହିଲେ ଗଙ୍ଗା ବା ପବିତ୍ର, ସିଏ ହେଉଛନ୍ତି ମା ସୁଭଦ୍ରା। ସୁଭଦ୍ରା କିଏ ଶାସ୍ତ୍ର ଟିକେ ପଢ଼ିବା, ଏଗୁଡ଼ା କ'ଣ ଆମେ ସମୟ ଦେଇପାରିବୁନି? ଆମ ଖାଲି କହୁଛୁ ଆମର ସମୟ ନାହିଁ। ଆରେ ସମୟଟା ଯେଉଁଦିନ ସରିଯିବ
କିନ୍ତୁ ଆମେ ଦୁନିଆରୁ ପଳେଇବା, ଆଉ ସମୟ କେତେବେଳେ ଆସିବ? ତେଣୁ ନାମ ମୋ ନାମ ଶ୍ରବଣ କୀର୍ତ୍ତନେ, ଗୀତା କହିଲେ ସତତଂ କୀର୍ତ୍ତୟନ୍ତୁ ମାମ୍। 5 ମିନିଟ୍ କର। ଦ୍ରୌପଦୀ କ'ଣ ଅଧଘଣ୍ଟାଏ ବସି ଜପ କରିଥିଲେ? ଗଙ୍ଗା ଗଣ୍ଡୁକୀ ତୀର୍ଥରେ ଗଜରାଜ ସେ କ'ଣ ଘଣ୍ଟାଏ ବସିକିରି ଜପ କରିଥିଲେ? କିନ୍ତୁ ସ୍ମରଣ କରିବା ମାତ୍ରକେ ପ୍ରଭୁଙ୍କର କୃପା ସେ ପାଇଥିଲେ। ଟିକେ ସ୍ମରଣ କର, ନହେଲେ ଆମେ ନିମକା ହାରାମ ହେଇଯିବା। ଆମେ ଯାହାର ଖାଉଛେ, ଯାହାଙ୍କ ପାଇଁ ଆମେ ବଞ୍ଚିଛେ, ଯାହା ପାଇଁ ଆମେ ସୁଖ ସୌଭାଗ୍ୟ ପାଉଛେ, ତାଙ୍କୁ ଟିକେ ସମର୍ପଣ କରିବାନି। ବିଛଣାରୁ ଉଠିଲା ବେଳେ ଟିକେ ସମର୍ପଣ, ଏମିତି କଥା ସ୍ମରଣ, ସବୁ କ୍ଷେତ୍ରରେ ଆମର ସ୍ମରଣ ଆଉ ସମର୍ପଣ ଭାବ ରହିବା ଉଚିତ। ତେଣୁ ନାଁ କହିଲେ ଜଗନ୍ନାଥ ନିଜେ, ନାମ ବ୍ରହ୍ମ ହେଉଛନ୍ତି ଜଗନ୍ନାଥ। ଏବଂ ଥ କହିଲେ ଧୈର୍ଯ୍ୟ, ସବୁ କଥାରେ ଧୈର୍ଯ୍ୟ ରଖ, ଅଥୟ ହୁଅନି। ଧୈର୍ଯ୍ୟ ଯଦି ଥିବ, ଅହଲ୍ୟା ଧୈର୍ଯ୍ୟ ରଖି ଗୌତମ ଋଷିଙ୍କ ଆଶ୍ରମ ବାହାରେ ପଥର ଭଳି ସେ ବସି ରହିଥିଲେ ବୋଲି ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ସେ ସାନ୍ନିଧ୍ୟ ଲାଭ କରିଥିଲେ। ତେଣୁ ଜୀବନରେ ଝଡ଼ ଝଞ୍ଜା ନିନ୍ଦା ଅପବାଦ ସବୁ ଆସିବ, ଟିକେ ଥୟ ଧର। ଥକା ମନ ଚାଲ গরুড় পথ ଯେତେବେଳେ ଆମେ ଜୀବନରେ କ୍ଳାନ୍ତ ହେଇ ପଡ଼ୁଛୁ, ସେତେବେଳେ ଆଉ କ'ଣ କରିବୁ? କର୍ତ୍ତବ୍ୟ ତ ଆମକୁ ଟାଣୁଛି। ଆଜି ଗୋଟିଏ ଦିନ 3ଟି କାର୍ଯ୍ୟକ୍ରମ ସାରିକିରି ବଳିଆ ବର୍ତ୍ତମାନ ଏଠି ପହଞ୍ଚୁଛି। ତେଣୁ 3ଟି କାର୍ଯ୍ୟକ୍ରମ ମାନେ କରିବ, କେମିତି କରିବ? କେବଳ ସେଇ ଅଦୃଶ୍ୟ ଶକ୍ତିଙ୍କ ପାଖରେ ମନ ଅଛି, ତାଙ୍କୁ ହିଁ ସ୍ମରଣ କରୁଛି।
ମୋ ମନରେ ମୁଁ ଟିକେ ଯିବି ପ୍ରେମାନନ୍ଦ ଘର ଟିକେ ବୁଲି ବୁଲି ପଳେଇ ଆସିବି। ଟିକେ ଲାକୁ ଏଠି ଗୋଟେ ଷ୍ଟେଜ୍ ବନ୍ଧା ହେଇଛି ଘର ଆଉ ନ ବସିଲା ମାନେ ହବୁ ମାଇକି ଆଇଛି ଆଉ ଇଏ ମଞ୍ଚ ବନ୍ଧା ହେଇଛି ଆଉ କ'ଣଟା କରିବି। ଗୋଟିଏ ଭକ୍ତଙ୍କ ଘରେ ଘଣ୍ଟାଟାଏ ଶୋଇ 2 ଘଣ୍ଟା ଶୋଇଛି। ତେଣୁ ମୁଁ ଏତିକି କଥା କହିବା ପାଇଁ ସାମର୍ଥ୍ୟ ହେଲି। ଆଉ ଯିଏ ଯୁଆଡ଼େ ଡାକୁଛନ୍ତି ବାବା ଚାଲନ୍ତୁ, ଚାଲନ୍ତୁ କହୁଛନ୍ତି, କିନ୍ତୁ ବସନ୍ତୁ କି ଖାଆନ୍ତୁ କି ଶୁଅନ୍ତୁ କିମ୍ବା ଉଠନ୍ତୁ ଇଏ ଶବ୍ଦ ନାହିଁ। ଯେଉଁଠିକି ଗଲେ ବି ପୁଳାଏ ଗପନ୍ତୁ। ତେଣୁ ଆମେ ଗପୁଛୁ। ତେଣୁ ଇଏ ଗପରେ ଆପଣମାନେ ଯଦି ଖୁସି ବା ଶୁଣିକିରି ଯଦି ଟିକେ ଆମ ମନରେ ମାନେ ଆନନ୍ଦ ଆସିଲା, ସେଇଗୁଟାକ ଆମର ହେଉଛି ଦକ୍ଷିଣା। ଆମେ ସେଥିରେ ବି ଖୁସି। ଆମକୁ ପଛେ କଷ୍ଟ ହଉ, କଷ୍ଟ କ'ଣ ଶାରୀରିକ କଷ୍ଟ ଟିକେ ହୁଏ, ହେଲେ ବି ଆମ ମନରେ ଦୁଃଖ ନଥାଏ। କାରଣ କିଛି ବ୍ୟକ୍ତିଙ୍କୁ ଆମେ ତ କିଛି ଆଉ ଧାନ ଚାଷ କରିପାରିବୁନି କି କପା ଚାଷ କରିପାରିବୁନି। ଆପଣମାନଙ୍କୁ ବିପଦ ଭଲ କଥା କହିବୁନି, ମନେ ପକେଇଦେବୁ। ଆପଣମାନେ ଏଠି ଯିଏ ବଇଛନ୍ତି କିଏ ଜାଣିନାହାନ୍ତି ପାପ କ'ଣ ପୁଣ୍ୟ କ'ଣ। ମୁଁ ଆସିକି ଆପଣଙ୍କୁ ଆଜି ପାଠ ପଢ଼ଉଛି ନା, ଆପଣମାନେ ଜାଣିଛନ୍ତି, କିନ୍ତୁ ଜଞ୍ଜାଳରେ ପଡ଼ିକିରି ଆପଣଙ୍କୁ ଜଞ୍ଜାଳଟା ଆପଣଙ୍କୁ ଭୁଲେଇ ଦେଇଛି। ତେଣୁ ଆମକୁ ସବୁ ଠାକୁର ପଠେଇଛନ୍ତି ଯାହା ତାଙ୍କୁ ଟିକେ ମନେ ପକେଇବ। ତେଣୁ ଆମେ ମନେ ପକାଉଛୁ, ଆଉ କିଛି ନାହିଁ। କ'ଣ ସବୁ ପ୍ରବଚନ ଦେଇ ଆଜିକାଲି ବହୁତ ଅର୍ଥ ଉପାର୍ଜନ ବି କରୁଛନ୍ତି। ଆମେ କାହାକୁ ଗାଡ଼ି ଭଡ଼ା ଟିକେ ମାଗୁନୁ। ଆମକୁ ତ ମିଳୁଛି, ଆମେ ମାଗିବୁ କାହିଁକି? ଆମେ ନ ମାଗିଲେ ବି ମିଳୁଛି। ଦେଖନ୍ତୁ ଭଗବାନ କେତେ କୃପାଳୁ। ଯିଏ ମାଗୁଛନ୍ତି ଆମକୁ ଏତିକି 1000 ଟଙ୍କା ଦେଲେ ଆମେ ମାନେ କହିବୁ, ସେ ତାଙ୍କର କଜିଆ ଫଜିଆ କରିକି ଯାହା ହଉ ଆଣୁଛନ୍ତି। ଆମେ କିଛି ମାଗୁନୁ, କାହିଁକି ନା ଆମର ସେଇ ହେଉଛି ବଡ଼ କଥା। କହିଛି ଜଣଙ୍କୁ ଦୁଃଖ ବୁଝିଲେ ବୁଝିବ, ଗୁହାରି କରିଛି ପାଦେ ଶୁଣିଲେ, ପ୍ରତିଜ୍ଞା କରି କହୁ ନୁହେଁ ମୁଁ ଠିକା ଏ ଆମ ବାପା ହେଉଛନ୍ତି ଜଗନ୍ନାଥ। ଆମେ କାହିଁ ଭିକାରୀ ମାଗିବାକୁ ଯିବୁ? କ'ଣ ଦରକାର? ଆମକୁ ଦିନେ ଦିଅ, ନହେଲେ ନାହିଁ। ତେଣୁ ଯିଏ ସବୁ ଦିଅନ୍ତି ସିଏ ହେଉଛନ୍ତି ସେଇ ଅଦୃଶ୍ୟ ଶକ୍ତି। ଆମେ ତାଙ୍କୁ ଜଗନ୍ନାଥ କହୁଛୁ, ଆଉ କିଏ କେଉଁ ନାମରେ ଡାକୁଛନ୍ତି। ହଉ, ଗୋଟିଏ ଗୃହସ୍ଥାଶ୍ରମରେ ଗୋଟେ ପରିବାର ତୀର୍ଥରେ ବଳିଆ ଆସୁଛି ବୋଲି ଆପଣମାନେ ଏକତ୍ର ହେଇଥିଲେ। ମୋତେ ଯେମିତି ଆସିଲା ମୁଁ ବିପଦ କହିଲି। ଆପଣମାନେ ଯଦି ତାକୁ ଶୁଣିକିରି ମନେ ରଖିବା ସହିତ ଟିକେ ସମୀକ୍ଷା କଲେ, ସେଇଗୁଟାକ ହେଉଛି ଆମ ପାଇଁ ଦକ୍ଷିଣା। ତେଣୁ କଥାଟି ଏଇଠି ରଖିବା, ଟିକେ ନାମ କରିବା, ଅଳ୍ପ ଟିକେ।
ये पुअटी गीत ना ना ये मोर गोटे पुआ आई से गीत गोटे बोलो मुझे शुणे क्या मु थका हो जाइए से भल गीत गाए गीत टे गाऊ मुझे शुणे तापर সেটা কোনটা কাটে গেলাম ধরণী মারা যোগ সন্তান ধরণী মারা যোগ সন্তান তুম বিনা মুক্তি নাহি হে গুরু তুমি মঙ্গলময় কৃপা বিনু মুক্তি নাহি হে গুরু তুমি মঙ্গলময় ধরণী মার যোগ্য সন্তান ধরণী মার যোগ্য সন্তান তুম বিনু গতি নাহি হে গুরু তুমি মঙ্গলময় কৃপা বিনু মুক্তি নাহি হে গুরু তুমি মঙ্গলময় কৃপা বিনু মুক্তি নাহি আলোক শিখর তুমি তো ইঙ্গিত তুম পাই জন্ম মোহি আলোক শিখর তুমি তো ইঙ্গিত তুম পাই জন্ম মোহি অন্ধার পথরে তুমি তলৌড়ি অন্ধার পথরে তুমি তলৌড়ি অঙ্গাড়ি চালুছি হে গুরু তুমি মঙ্গলময় কৃপা বিনু মুক্তি নাহি হে গুরু তুমি মঙ্গলময় কৃপা বিনু মুক্তি নাহি তুমি অখিলর তুমি নিখিলর আসিছ তুমি মো পাই তুমি অখিলর তুমি নিখিলর আসিছ তুমি মো পাই ধর্ম নির্দেশনা দেবা পাই পরা ধর্ম নির্দেশনা দেবা পাই পরা অবতীর্ণ ভাব গ্রাহী
ही धरा पूरी उठू नाम गाई तुम्हारी आशीषे आज ही धरा पूरी उठू नाम गाई जय गुरुदेव जय हे अनंत जय गुरुदेव जय हे अनंत बड़िया पादे चिंताए हे गुरु तुम्हें मंगलमय कृपा बिनु मुक्ति नहीं हे गुरु तुम्हें मंगलमय कृपा बिनु मुक्ति नहीं धरणी मार योग्य संतान धरणी मार योग्य संतान तुम बिना शांति नहीं हे गुरु तुम्हें मंगलमय कृपा बिनु मुक्ति नहीं हे गुरु तुम्हें मंगलमय कृपा बिनु मुक्ति नहीं कृपा बिनु मुक्ति नहीं कृपा बिनु मुक्ति नहीं। ଆଜିକାଲି ଯେମିତି କହୁଛନ୍ତି ଆମ ଗୁରୁ ତାଙ୍କ ଗୁରୁ କିନ୍ତୁ ଏ ଯେଉଁ ସଙ୍ଗୀତଟି କୌଣସି ନିର୍ଦ୍ଦିଷ୍ଟ ଗୁରୁଙ୍କ ପାଇଁ ଲେଖା ହେଇନି ଏ ଦୁନିଆରେ ଯେତେ ଗୁରୁ ଅଛନ୍ତି ଏଇ ଗୁରୁଙ୍କୁ ଆଉ ଗୋଟେ ଖୋଲିବ ତେଣୁ ଯିଏ ଯାଉଛନ୍ତି ଯାଆନ୍ତୁ ମୋର ମରି ବସିବି ତେଣୁ ଇଏ କୌଣସି ଜଣେ ଗୁରୁଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ସମସ୍ତ ପୃଥିବୀର ସବୁ ଗୁରୁ ହିଁ ମଙ୍ଗଳମୟ ସମସ୍ତଙ୍କ ଉଦ୍ଦେଶ୍ୟରେ ଏ ଭଜନଟି କିଏ କେତେବେଳେ ଲେଖୁଥିଲା ମୁଁ କେତେବେଳେ ଲେଖିଛି ମୋର ବି ମନେ ନାହିଁ ସେ ଓଡ଼ିଆ ସବୁ ଫୋନ ରିଙ୍ଗ ଭିତରେ ବି ଆସିଲା ଯୋଉଠି ଦେଖିବ ଏଇ ଗୀତ ହଉ ଆଉ ଗୋଟିଏ ବୋଲିଦିଅ सब कढ़ीने कंगाल सजे सब कढ़ीने